ଜୟ ଜଗନ୍ନାଥ। ବାରମ୍ବାର ଧନର ଅଭାବ ହଉଛି, ଯେତେ ରୋଜଗାର କଲେ ମଧ୍ୟ ଟଙ୍କାଟି ଅଣ୍ଟୁନି, ଏମିତିକି ଟଙ୍କା ଆସିବାର ବାଟ ବନ୍ଦ ହେଇଯାଇଛି। ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଟଙ୍କାକୁ 2 ଗୁଣା ଆପଣଙ୍କ ବୃଦ୍ଧି କରିବ, ଅଟକିଥିବା ଧନ ମିଳିବ। ଏ କଥା ମଧ୍ୟ ମହିଳା କରିପାରିବେ, ପୁରୁଷ ମଧ୍ୟ କରିପାରିବେ। ପ୍ରଥମତଃ ଆପଣ ସୋମବାର ଦିନ ଆପଣ ଶିବ ମନ୍ଦିରକୁ ଯାଆନ୍ତୁ ଓ ଭୋଳାନାଥଙ୍କ ମସ୍ତକରେ ଭକ୍ତି ଭାବର ସହିତ 2ଟି ଲବଙ୍ଗ ସହିତ କିଛି କର୍ପୂର ଆପଣ ଚଢ଼ାନ୍ତୁ। ଆଉ ଲବଙ୍ଗର ଆପଣ କେବେ ଫୁଲ ଛଡ଼ାନ୍ତୁ ନାହିଁ। ଲବଙ୍ଗ ଆପଣ ଫୁଲ ସହ ଆପଣ ଚଢ଼େଇ ପାରିବେ। ଯଦି ଆପଣ ଗୋଟାଂଶ ଜଳରେ ପକେଇ କର୍ପୂର ଲବଙ୍ଗ ସେଇ ଜଳକୁ ଶିବଙ୍କ ମସ୍ତକରେ ଚଢ଼େଇ ଦିଅନ୍ତୁ, ଯାହା ଆପଣଙ୍କର ଧନ ବୃଦ୍ଧି କରିବ। ଆଉ କେତେ ଦିନ ଚଢ଼େଇବେ? ମାତ୍ର 5ଟି ସୋମବାର କରିକି ଦେଖନ୍ତୁ, ଆପଣଙ୍କର ଧନର ଯେଉଁ ରହିଛି ସମସ୍ୟା ତାହା ନିଶ୍ଚିନ୍ତ ଦୂର ହେବ, ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ। ଏ ଛୋଟିଆ କଥାଟି ନିହାତି ଆପଣ ମାନନ୍ତୁ। ଆଉ ସେଇ ମନ୍ଦିରରେ ବସି ଆପଣ ଓମ୍ ଶିବାୟ 108 ଥର ଜପ କରିବାକୁ ଚେଷ୍ଟା କରନ୍ତୁ। ତା ସହିତ ସୋମବାର ଦିନ ଏକ ଦୀପରେ ମଧ୍ୟ ଲବଙ୍ଗ ଆଉ କର୍ପୂର ରଖି ଦେବଦେବ ମହାଦେବଙ୍କ ମନ୍ଦିରରେ ଜାଳି ସେଇ ଦୀପ ଲିଭିବା ପର୍ଯ୍ୟନ୍ତ ଛୋଟ ଦୀପଟିଏ ନେଇଯାଆନ୍ତୁ। କାହିଁକି ଏତେ ସବୁ ମନ୍ଦିରରେ କି ଆପଣଙ୍କୁ ଦେବାକୁ ସମୟ ପଡ଼ିଥିବ। ଛୋଟ ଦୀପରେ କର୍ପୂର ଆଉ ଲବଙ୍ଗ ପକେଇ ଆପଣ ସେଇ ଦୀପକୁ ଜାଳନ୍ତୁ। ଦୀପ ଲିଭିବା ପର୍ଯ୍ୟନ୍ତ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଛୋଟିଆ ଦୀପଟିଏ ଆପଣ ବସିକି ଜାଳନ୍ତୁ, ଯାହାଦ୍ୱାରା ଶିବଙ୍କର କୃପା ହେବା ସହିତ ଆପଣ ସୋମବାର ଦିନ 5ଟି ସୋମବାର କଲେ ଆପଣ ଦେଖିବେ ଟଙ୍କା ଗଦିରେ ଶୋଇବେ, କେବେ ବି ଆପଣଙ୍କର ଅଭାବ ହେବନି। ତା ସହିତ ଭଗବାନଙ୍କ ସମ୍ମୁଖରେ ଆପଣ କ'ଣ କରିବେ ନା ଆପଣ ନିଜର ଇଚ୍ଛା ମନୋକାମନା ଆପଣ କ'ଣ କରିବେ, ନନ୍ଦୀଙ୍କ କର୍ଣ୍ଣରେ କହିବେ। ଅର୍ଥାତ୍ ଆପଣ ବାସୁଆ ବଳଦ ଯେଉଁ ରହିଛି, ଅନେକ ଏ ତରିକା ଜାଣନ୍ତି ନାହିଁ, ଭୁଲ କରନ୍ତି। ଗୋଟିଏ ଯେତେବେଳେ ଆପଣ କହନ୍ତି ମଣିଷକୁ ଗୋଟେ କଥା କହିଲି, ଏ କାନରେ ପଶି ସେ କାନରେ ବାହାରିଲା। ଯେତେବେଳେ ଆପଣ ବାସୁଆ ବଳଦ ଯାହା ଶିବଙ୍କ ସମ୍ମୁଖରେ ରହିଛି, ବୃଷଭ ରହିଛି, ତାକୁ ଆପଣ ତାଙ୍କ କାନରେ କହୁଛନ୍ତି, ଗୋଟିଏ କାନ ଆପଣ ଡାହାଣ କର୍ଣ୍ଣକୁ ବୁଝି ବାମ କର୍ଣ୍ଣରେ କହିବା ଆପଣ ଆରମ୍ଭ କରନ୍ତୁ। ଭକ୍ତବନ୍ଧୁ, ଯେତେବେଳେ ଆପଣ କହିବେ ଗୋଟିଏ କାନକୁ ବୁଝି ଆଉ ଗୋଟେ କାନରେ କହିବା ଆରମ୍ଭ କରନ୍ତୁ। ମନର କଥା କୁହନ୍ତୁ। ଶିବଙ୍କ ପାଖରେ ତା ନାଁ ବାସୁଆ ବଳଦ, କିନ୍ତୁ ସେ ହେଉଛି ଷଣ୍ଢ। ଆପଣ କହିବେ ବଳଦ ଯାହା କ'ଣ ଷଣ୍ଢ ସେଇଆ, କିନ୍ତୁ କାହିଁକି କହନ୍ତି ବଳଦ? ନା ଶିବଙ୍କୁ ଯେ ଯୋଗାରୂଢ଼ ମହାପ୍ରଭୁଙ୍କ ଯୋଗ ଧ୍ୟାନ ଭାଙ୍ଗି ଭକ୍ତ ଉପରେ ଯେ କି ଶିବଙ୍କର ଯେ କି ଦୃଷ୍ଟି ଶକ୍ତି ରହିବା ପାଇଁ ଯେ ନିବେଦନ କରନ୍ତି, ଯେ ବଳ ଯୋଗାନ୍ତି, ତାଙ୍କୁ ବଳଦ କହନ୍ତି। ତେଣୁ ବୃଷଭ ହେଲେ ମଧ୍ୟ ଆପଣ କହନ୍ତି ବାସୁଆ ବଳଦ। ଭକ୍ତବନ୍ଧୁ, ଏ ହେଉଛି ଦେବଦେବ ମହାଦେବଙ୍କ ମନ୍ଦିରକୁ ଆପଣ ଅର୍ଦ୍ଧ ପରିକ୍ରମା କରନ୍ତୁ। ଶ୍ରୀ ଗଣେଶଙ୍କ ଉପରେ ଦୁବ ଆଉ ଅକ୍ଷତ ନିହାତି ଭାବରେ ଚଢ଼ାନ୍ତୁ, ଯାହାଦ୍ୱାରା ଆପଣଙ୍କର ଧନ ବୃଦ୍ଧି ଯଥେଷ୍ଟ ପରିମାଣରେ ହେବ। ଏ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରନ୍ତୁ। ଆଉ ଚ୍ୟାନେଲ ଯଦି ନୁହେଁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭାବ ଦିବାକର ଚ୍ୟାନେଲ ଆପଣମାନଙ୍କୁ ଏହା ତ ଆପଣ ପ୍ରମାଣ କରିଦେଇଛନ୍ତି। ବହୁ ଭକ୍ତମାନେ ଯୋଡ଼ି ହୋଇଛନ୍ତି। ଏ ଛୋଟିଆ ଛୋଟିଆ କଥା ମାନିଲେ ଆପଣଙ୍କର ବହୁ ଲାଭ ହେବ। ତା ସହିତ ମଧ୍ୟ ଆପଣ ନିଜର ରାଶି ଅନୁସାରେ ରୁଦ୍ରାକ୍ଷ ଯଦି ପିନ୍ଧନ୍ତି, ଏହି ରୁଦ୍ରାକ୍ଷ ଆପଣଙ୍କୁ ବହୁ ଧନର ମଧ୍ୟ ଲାଭ କରିବ। ଯଦି ଆପଣ ରାଶି ଅନୁସାରେ ରୁଦ୍ରାକ୍ଷ ନେବା ପାଇଁ ଚାହାନ୍ତି, ଯାହାକି ସୋମବାର ଦିନ ଶିବ ମନ୍ଦିର ପୂଜା କରି ଲଗେଇଲେ ଆପଣ ବହୁ ସୁଫଳ ମିଳେ, ତ ଯଦି ଆପଣ ରୁଦ୍ରାକ୍ଷ ଅରିଜିନାଲ ନେବା ପାଇଁ ଚାହାନ୍ତି, ସ୍କ୍ରିନ୍ରେ ଚାଲିଥିବା ନମ୍ବରରେ ନିହାତି ଭାବରେ କଲ୍ କରନ୍ତୁ। ଆମେ ଆପଣଙ୍କୁ ପଠାଇବୁ ଅରିଜିନାଲ ରୁଦ୍ରାକ୍ଷ, ଯାହା ଆପଣ ଦୂରରେ ଥାଇ ମଧ୍ୟ ପାଇପାରିବେ। ଯଦି ଆପଣ ରୁଦ୍ରାକ୍ଷ ଅରିଜିନାଲ ନେବା ପାଇଁ ଚାହାନ୍ତି ଆପଣଙ୍କ ରାଶି ଅନୁସାରେ, ସ୍କ୍ରିନ୍ରେ ଚାଲିଥିବା ନମ୍ବରରେ ନିହାତି କଲ୍ କରନ୍ତୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନରହରି। ଆପଣଙ୍କ ଉପାର୍ଜିତ ଧନକୁ ଯଦି ଧର୍ମ କାର୍ଯ୍ୟରେ ଲଗାଇବା ପାଇଁ ଚାହୁଁଛନ୍ତି, କିଛି ଅସହାୟ ଅସୁସ୍ଥ ବ୍ୟକ୍ତି ପାଖରେ ଆମେ ପ୍ରତିଦିନ ପହଞ୍ଚୁ ଆଉ କିଛି ସହଯୋଗ କରୁ। ଯଦି ଆପଣଙ୍କର ସେ ଗୁଣ୍ଡୁଚି ମୂଷା ଭଳି ଦାନ ସେଇ କାର୍ଯ୍ୟରେ ଲାଗିବା ପାଇଁ ଚାହୁଁଛନ୍ତି, ସ୍କ୍ରିନ୍ରେ ଚାଲିଥିବା ଏ ନମ୍ବରରେ ଏବେ କଲ୍ କରନ୍ତୁ। ଆମେ ଦେବୁ ଆପଣଙ୍କୁ ଫୋନ୍ ପେ ନମ୍ବର। ଆପଣଙ୍କର ଯେତିକି ସମର୍ଥ ରହିଛି ବା ସାମର୍ଥ୍ୟ ଅନୁସାରେ ଆପଣ ପ୍ରଦାନ କରିବେ ଆପଣଙ୍କର ଅର୍ଥ ରାଶି। ଏବେ ଆପଣ ଜାଣିକି ଆନନ୍ଦିତ ହେବେ, ଗୋଟିଏ ଆମ୍ବୁଲାନ୍ସ କିଣାଯାଇଛି କେବଳ ରୋଗୀ ସେବା ପାଇଁ। ଯଦି ଆପଣଙ୍କର କିଛି ଅର୍ଥ ସେ ଆମ୍ବୁଲାନ୍ସ ପାଇଁ ଆପଣ ସହଯୋଗ କରିବା ପାଇଁ ଚାହାନ୍ତି, ତ ଏବେ କଲ୍ କରନ୍ତୁ ଏହି ନମ୍ବରରେ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।